କାହାଣୀ ହେଉଛି ରଘୁର କାଳରାତ୍ରି। ଶ୍ରୀରାମପୁର ଗ୍ରାମରେ ରଘୁ ତାର ପତ୍ନୀ ସହିତ ରହୁଥିଲା। ଚାଷ କାମ କରି ରଘୁ ପରିବାର ପରିପୋଷଣ କରେ। ଆଉ ରଘୁର ଟ୍ରାକ୍ଟର ମଧ୍ୟ ଥିଲା। ତା ଭିତରେ ରଘୁ ଗୋପାଳନ ମଧ୍ୟ କରେ। ଏଥିରୁ ଯାହା ରୋଜଗାର ହୁଏ ରଘୁ ଏବଂ ତା ସ୍ତ୍ରୀ ଖୁସିରେ ଚଳିଯାଆନ୍ତି। ଦିନକର ଘଟଣା, ରଘୁ ସବୁଦିନ ପରି ବିଲବାଡ଼ି କାମ ସାରି ଗୋରୁ ଗାଈଙ୍କ କାମ ସାରି କିଛି ଗୋଟେ କାମ ପାଇଁ ଟ୍ରାକ୍ଟର ନେଇ ସହରକୁ ବାହାରିଲା। ଯିବା ବେଳେ ରଘୁ ତା ସ୍ତ୍ରୀକୁ କହିଦେଇଗଲା, ମୁଁ ସହରକୁ ଯାଉଛି, ସନ୍ଧ୍ୟା ସୁଦ୍ଧା ଫେରି ଆସିବି, ତମେ ବ୍ୟସ୍ତ ହବନି। ଏହା କହି ରଘୁ ବାହାରିଗଲା। ରଘୁ ସହରରୁ କାମ ସାରି ଫେରିଲା ବେଳକୁ ରାତି ପ୍ରାୟ 12:30 ହେଲାଣି। କେହି କୋଉଠି ଦେଖା ଯାଉନାହାନ୍ତି। ରାସ୍ତା ପୁରା ସୁନସାନ। ସହରଠୁ ଗାଁ ବହୁତ ଦୂର। ଆଉ ମୋବାଇଲରେ ବି ଚାର୍ଜ 2% ଥାଏ। ରଘୁ ମନେ ମନେ ଭାବୁଥାଏ, ଯାହା ବି ହଉ ମୋତେ ଆଜି ଘରେ ଶୀଘ୍ର ପହଞ୍ଚିବାର ଅଛି। ଏଇ କଥା ଭାବୁ ଭାବୁ ରଘୁର ସ୍ତ୍ରୀ ଫୋନ୍ କରିଦେଲା। କାହାକୁ ନା ରଘୁକୁ। ରଘୁ କହିଲା, ଜଙ୍ଗଲ ପାଖରେ ପହଞ୍ଚି ଗଲିଣି, ଆଉ ଅଳ୍ପ ସମୟରେ ପହଞ୍ଚିଯିବି। ଏତିକି କହିଲା ବେଳକୁ ରଘୁର ଫୋନ୍ରେ ଚାର୍ଜ ସରିଗଲା। ରଘୁ ଗାଡ଼ିଟିକୁ ଜୋରରେ ଚଲାଉଥାଏ। ଏତିକି ବେଳେ ରାସ୍ତା ଆଗରେ ଗୋଟେ ଗଛ କଡ଼ମଡ଼ କରି ରାସ୍ତା ମଝିରେ ପଡ଼ିଲା। ରଘୁ ଗଛ ପଡ଼ିବା ଦେଖି ସେ ବହୁତ ଡରିଗଲା। କହିଲା, ଏ କ'ଣ? ସୁନସାନ ରାସ୍ତାକୁ ରଘୁ ମଧ୍ୟ ଏକା। ରଘୁ ମନେ ମନେ ଭାବୁଥାଏ ଏବଂ ଡରୁଥାଏ। ସେ ସେଠାରୁ ଆଗକୁ ଚାଲିଥାଏ। କିଛି ବାଟ ଯାଇଛି, ପୁଣି ସେମିତି ଏକ ଗଛ ମଡ଼ମଡ଼ କରି ତାରି ଆଗରେ ପଡ଼ିଲା। ରଘୁ ଚମକି ପଡ଼ିଲା। ଆଗକୁ ଗାଡ଼ି ଚାଲୁଥାଏ ସତ, କିନ୍ତୁ ରାସ୍ତା ସରୁନଥାଏ। ରଘୁ ଆଶ୍ଚର୍ଯ୍ୟ ହୋଇପଡ଼ିଲା। ଇଏ କ'ଣ? ମୁଁ ଯୋଉଠି ଯାଉଛି ପୁଣି ସେଇଠି କେମିତି ପହଞ୍ଚୁଛି? ଏମିତି ଭାବିଲା ଆଉ ଗାଡ଼ି ଠିଆ କଲା। ଏତିକି ବେଳେ ଜଙ୍ଗଲରୁ ଜୋରରେ ଗୋଟେ ଚିତ୍କାର ଶୁଭିଲା। ରଘୁ କିଏ କହି ଜଙ୍ଗଲ ଭିତରକୁ ଦେଖିବାକୁ ଗଲା। ତାକୁ ଜଣା ନଥାଏ ତା ସହ ଏମିତି କ'ଣ ସବୁ ଘଟୁଛି। ରଘୁ ଭାବିଲା, କେହି ଜଣେ ବିପଦରେ ପଡ଼ିଛି ବୋଧେ। ରଘୁ ଡରି ଯାଇ ଜଙ୍ଗଲ ମଝାମଝିରେ ପହଞ୍ଚିଲା। ଯାହା ଦେଖିଲା ଆପଣମାନେ ଶୁଣିଲେ ଆପଣଙ୍କ ଦେହ ଶୀତେଇ ଉଠିବ। ଆଉ ଗୋଟେ ବିରାଟକାୟ ମାଙ୍କଡ଼ ଅବିକଳ ମଣିଷ ପରି ଦିଶୁଥାଏ। ହେଲେ ସେ ମଣିଷ ନଥିଲା, ସେ ଗୋଟେ ରାକ୍ଷସ ରୂପୀ ମାଙ୍କଡ଼ ଭୂତ ଥିଲା। ରଘୁ ଜାଣିନଥିଲା ଏମିତି କିଛି ଦେଖିବ ବୋଲି। ରଘୁ ଗଛ ପଛପଟେ ଲୁଚି ରହିଲା କ'ଣ ହେଉଛି ବୋଲି ଦେଖିବା ପାଇଁ। ରଘୁ ଦେଖିଲା କିଛି ମାଙ୍କଡ଼ ଭୂତ ମଣିଷକୁ ଖାଉଛନ୍ତି। ରଘୁ ତାହା ଦେଖି ଡରରେ ଦୌଡ଼ିବାକୁ ଲାଗିଲା। କିଛି ବାଟ ଯାଉ ଯାଉ ଜୀବନ ବଞ୍ଚାଇବା ପାଇଁ ଗୋଟେ ଭଙ୍ଗାରୁଜା ଘର ଭିତରେ ପଶିଗଲା। ଏପଟରେ ରଘୁର ସ୍ତ୍ରୀ ରଘୁକୁ ଖୋଜିବା ପାଇଁ ବାହାରି ଆସିଥିଲା। ଆସି ଦେଖିଲା ଜଙ୍ଗଲ ପାଖ ରାସ୍ତାରେ ରଘୁର ଗାଡ଼ି ଅଛି, କିନ୍ତୁ ରଘୁ ନଥାଏ। ସେ କିଛି ନ ବୁଝି ଜଙ୍ଗଲ ଭିତରକୁ ରଘୁକୁ ଖୋଜିବା ପାଇଁ ଯାଉଥିବା ବେଳେ ରାକ୍ଷସ ରୂପୀ ମାଙ୍କଡ଼ ଭୂତ ନଜରରେ ପଡ଼ିଗଲା। ରଘୁ ମାଙ୍କଡ଼ ଭୂତକୁ ଦେଖି ଦୌଡ଼ିବାକୁ ଲାଗିଲା। ଦୌଡ଼ୁ ଦୌଡ଼ୁ ବେହୋସ ହୋଇଗଲା। ଆଉ ସେ ଭୂତଟି ତାକୁ ଧରି ମାରିଦେଲା। ଏପଟରେ ରଘୁ ଜୀବନ ରକ୍ଷା ପାଇଁ ଘର ଭିତରେ ପଶିଗଲା। ଦେଖିଲା ଅନେକ ଗୁଡ଼ାଏ କଙ୍କାଳ ମୁଣ୍ଡ, ଖଣ୍ଡ ବିଖଣ୍ଡିତ ମର ଶରୀର ଏମିତି ଦେଖି ଦେଖି ଆଗକୁ ଯାଉଥାଏ। ସେମାନେ ରଘୁ ପାଖକୁ ଆସୁଥାନ୍ତି ରଘୁକୁ ଖାଇବା ପାଇଁ। ରଘୁ ପୁଣି ଡରରେ ସେଇ ଭୂତିଆ ଘରରୁ ବାହାରକୁ ବାହାରିଲା ଏବଂ ଦୌଡ଼ିଲା। ଦୌଡ଼ୁ ଦୌଡ଼ୁ ସେ ତାର ସ୍ତ୍ରୀକୁ ଭୂତମାନେ ମାରି ଦେଇଥିବାର ଦେଖିଲା। ତାର ସ୍ତ୍ରୀ ପାଖକୁ ଗଲା, ବହୁତ କାନ୍ଦିଲା। କହିଲା, ହେ ଭଗବାନ, ଏସବୁ କ'ଣ ଘଟି ଯାଉଛି ମୋ ସହିତ? ଏମିତି ନିଜକୁ ନିନ୍ଦୁଥାଏ। ଏତିକି ବେଳେ ପୁଣି ସେଇ ଭୂତ ରଘୁ ପଛପଟୁ ଆସି ରଘୁକୁ ଧରିନେଲା। ଆଉ କହିଲା, ତୁ ବି ମୋର ଖାଦ୍ୟ, ତତେ ଖାଇଦେଲେ ମୋର ଆତ୍ମା ଶାନ୍ତି ପାଇବ। କହି ହସିଲା ଜୋରରେ। ରଘୁ କହିଲା, ହଁ ମୋତେ ବି ମାରିଦିଅ, ମୁଁ ବଞ୍ଚିକି କ'ଣ ବା କରିବି? ଏତିକି କହି ଚିତ୍କାର କରି କାନ୍ଦିବାକୁ ଲାଗିଲା ରଘୁ। ଏହି ସମୟରେ ଭଗବାନଙ୍କର ଦୟା ହେଲା। କେମିତି କେଜାଣି ଜଣେ ଅଘୋରୀ ବାବା
ସେଇ ଜଙ୍ଗଲରେ ଶିବ ସାଧନା କରୁଥିଲେ। ରଘୁର ଚିତ୍କାର ଶୁଣି ରଘୁ ଥିବା ସ୍ଥାନକୁ ଆସିଲେ ଓ ରଘୁର ଏମିତି ପରିସ୍ଥିତିରେ ଭୂତ କବଳରୁ ରଘୁକୁ ରକ୍ଷା କରି ଭୂତକୁ ବନ୍ଦୀ କରିନେଲେ। ଆଉ ରଘୁର ସବୁ କଥା ଶୁଣିଲେ ଓ ରଘୁକୁ ସେ ଅଘରୀ ବାବା ତାଙ୍କ ଗାଁରେ ନେଇ ଛାଡ଼ିଲେ। ଏହି ରାତି ରଘୁର ଘର ସଂସାର ଜୀବନ ଓଜାଡ଼ି ଦେଇଥିଲା। ରଘୁ ମନେ ମନେ କହିଲା, ଏମିତି ରାତି କାହାରି ଜୀବନରେ ନ ଆସୁ। ସେଇଦିନଠାରୁ ରାତିରେ ସବୁ ଗାଁ ଲୋକଙ୍କୁ ଜଙ୍ଗଲ ଯିବା ମନା। କାହାଣୀଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟରେ କହିବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ମୁଁ ଆସିବି ଆଉ ଏକ ସୁନ୍ଦର କାହାଣୀ ନେଇ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।